चैतन्य महाप्रभु कीर्तन करी करी आज विभिन्न तीर्थ स्थान भ्रमण करुचंती बा दक्षिण भारत यात्रा दक्षिण भारत रे बुली बुली विभिन्न तीर्थ स्थान दर्शन कर रास्तार जाउथिबा अवस्था रे लक्ष लक्ष लोक भगवान चैतन्य महाप्रभु को दर्शन करी तांकर भक्त हो जाउथिले तांकर शिष्य हो जाउथिले वैष्णव कहीं ना चैतन्य महाप्रभु जते बेले जाउथिले रास्ता जाउथिले गोटे तीर्थ स्थान को गोटे तीर्थ स्थान रो आ गोटे तीर्थ स्थान से भगवान को पवित्र नाम जप करी कीर्तन करी महानंद रे खुशी रे गमन करुथिले कौन गाउथिले ना कृष्ण 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 है कृष्ण 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 है कृष्ण 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 रक्ष मां कृष्ण 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 पाहि मां राम राघव राम राघव राम राघव पाहि मां कृष्ण केशव कृष्ण केशव कृष्ण केशव रक्ष मां जय जगन्नाथ जय जगन्नाथ जय जगन्नाथ रक्ष मां जय जगन्नाथ जय जगन्नाथ जय जगन्नाथ स्वामी पाहि मां हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे हरे आज चैतन्य महाप्रभु एमती भजन कीर्तन करी रास्ता रे समस्त को आकर्षित करी समस्त को वैष्णव बने दौले महाप्रभु भक्त होते महाप्रभु अनुजाई बन जाते जब आम यात्रा जाऊ तो महाप्रभु निज आचरण करके शिक्षा देते शिक्षा दौरान आपने आचार्य शिक्षाय निज भक्त गणे यात्रा समय कीर्तन करी अथवा जप करी चाहे मंदिर को हो चाहे बोलू था चौटी हो चौ धाम सदा बेले जपमाला हाथ में धरी हरे कृष्ण 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 हरे 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 राम 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 हरे हरे स्मरण कर धाम जप कले 100 गुण फल मिले गोटे माला जदि घरे करुवे गोटे मालार फल गोटे माला मिले धाम जदि गोटे माला करेंगे 100 मालार जप कर फल मिले 1000 जप कर फल मिले से चैतन्य महाप्रभु आज कीर्तन करी 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 पहुंची जाती श्रीरंग श्रीरंग रंगनाथ स्वामी की जय जय श्रीरंग पहुंची कावेरीते स्नान करे श्रीरंग दर्शन प्रतिदिन प्रेमावेश
କରେନ କୀର୍ତ୍ତନ। ପ୍ରଥମେ କାବେରୀରେ ସ୍ନାନ କଲେ, କାବେରୀ ନଦୀରେ ସ୍ନାନ କଲେ, ପବିତ୍ର ନଦୀରେ ସ୍ନାନ କଲେ, ଶ୍ରୀ ରଙ୍ଗନାଥ ସ୍ୱାମୀଙ୍କୁ ଦର୍ଶନ କଲେ। ଏମିତି ଯେତେ ଦିନ ରହିଲେ ଶ୍ରୀରଙ୍ଗମରେ ପ୍ରତ୍ୟେକ ଦିନ ଭାବରେ ପ୍ରେମ ବେଶରେ ଶ୍ରୀ ରଙ୍ଗନାଥ ସ୍ୱାମୀଙ୍କୁ ଦର୍ଶନ କରୁଥାଉ। ସୌନ୍ଦର୍ଯ୍ୟାଦି ପ୍ରେମ ବେଶ ଦେଖଇ ସର୍ବଲୋକ, ଦେଖିବାରେ ଆଇ ସେ ଦେଖେ ଖଣ୍ଡେ ଦୁଃଖ ସୁଖ। ଚୈତନ୍ୟ ମହାପ୍ରଭୁ ଯେତେବେଳେ କୀର୍ତ୍ତନ କରୁଥିଲେ, ନୃତ୍ୟ କରୁଥିଲେ, ତାଙ୍କର ଭାବ ପ୍ରେମ ସୌନ୍ଦର୍ଯ୍ୟକୁ ଦେଖି ଲୋକମାନେ ଭଗବାନଙ୍କ ପ୍ରେମରେ ଭାବବିଷ୍ଟ ହୋଇଯାଉଥିଲେ। ତାଙ୍କୁ ଦେଖିବାକୁ ବହୁତ ଲୋକ ଆସୁଥିଲେ ଏବଂ ତାଙ୍କୁ ଦେଖିବା ମାତ୍ରେ ସେମାନଙ୍କର ସମସ୍ତ ଦୁଃଖ ସୁଖ ଦୂରୀଭୂତ ହେଇଯାଉ। ଭଗବାନଙ୍କୁ ଦର୍ଶନ କଲେ ଶ୍ରଦ୍ଧାର ସହିତ, ପ୍ରେମର ସହିତ, ଭାବର ସହିତ ଆମର ଦୁଃଖ ସୁଖ ମଧ୍ୟ ଦୂର ହୋଇଯାଏ। ତାପରେ ଲକ୍ଷ ଲକ୍ଷ ଲୋକ ଆଇଲ ନାନା ବେଦେଶ ହଇତେ, ସବେ କୃଷ୍ଣ ନାମ କହେ ପ୍ରଭୁ କେ ଦେଖିତେ। ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ ଲୋକ ଚୈତନ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଲେ ଏବଂ ତାଙ୍କୁ ଦର୍ଶନ କରିବା ପରେ ସମସ୍ତେ ହରେ କୃଷ୍ଣ ମହାମନ୍ତ୍ର ଗାନ କରିବାକୁ ଲାଗିଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। কৃষ্ণ নাম বিনা কেহ নাহি কহে আর, সবে কৃষ্ণ ভক্তি হইল লোকে চমৎকার। ବାସ୍ତବରେ ସେମାନେ ହରେ କୃଷ୍ଣ ମହାମନ୍ତ୍ର ବ୍ୟତୀତ ଆଉ କିଛି ଗାନ କରୁନଥିଲେ। ସେମାନେ ସମସ୍ତେ କୃଷ୍ଣ ଭକ୍ତ ହୋଇଗଲେ। ସାଧାରଣ ଲୋକେ ଏହା ଦେଖି ବିସ୍ମିତ ହୋଇଗଲେ। ସିଏ ଦେଖୁଛି ସିଏ ମହାପ୍ରଭୁଙ୍କର ଶିଷ୍ୟ, ମହାପ୍ରଭୁ ଅନୁଯାୟୀ ବନି ଯାଉଛି। ଏମିତି ଯେତେ ଦିନ ପର୍ଯ୍ୟନ୍ତ ରହିଲେ, ଚତୁର୍ମାସିଆ 4 ମାସ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଦିନ ସମାରୋହ, ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଲୋକ ଆସନ୍ତି, ଦର୍ଶନ କରନ୍ତି ଆଉ ମହାପ୍ରଭୁଙ୍କର ଭକ୍ତ ହେଇଯାନ୍ତି। ଶ୍ରୀରଙ୍ଗ କ୍ଷେତ୍ରେ ବୈସେ যত বৈষ্ণব ব্রাহ্মণ, এক এক দিনে সবে কইলে নিমন্ত্রণ। ଶ୍ରୀରଙ୍ଗମରେ ଶ୍ରୀରଙ୍ଗମ କ୍ଷେତ୍ରରେ ଯେତେ ବ୍ରାହ୍ମଣ ଥିଲେ, ବୈଷ୍ଣବ ଥିଲେ, ସମସ୍ତେ ଗୋଟିଏ ଗୋଟିଏ ଦିନ ଚୈତନ୍ୟ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରୁଥିଲେ, ଭୋଜନ କରୁଥିଲେ। ଏହି ଏକ ଏକ ଦିନେ ଚାତୁର୍ମାସ୍ୟ ପୂର୍ଣ୍ଣ ହୋଇଲ, কতক ব্রাহ্মণ ভিক্ষা এতে না পাইল। ଚୈତନ୍ୟ ମହାପ୍ରଭୁ ଚତୁର୍ମାସ 4 ମାସ ରହିଲେ। ପ୍ରତ୍ୟେକ ଦିନ ଜଣେ ଜଣେ ବ୍ରାହ୍ମଣ ବା ବୈଷ୍ଣବ ମହାପ୍ରଭୁଙ୍କୁ ଡାକି ନେଇ ଘରେ ଭୋଜନ କରୁଥିଲେ। କିନ୍ତୁ ତଥାପି ଆଉ କେତେ ବୈଷ୍ଣବ ବ୍ରାହ୍ମଣ ରହିଗଲେ ଯେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇପାରିଲେ ନାହିଁ, ମହାପ୍ରଭୁ ଭୋଜନ କରିପାରିଲେ ନାହିଁ। ଏତେ ଲୋକ ଥିଲେ। ଶ୍ରୀରଙ୍ଗମରେ ବେଶୀ ବ୍ରାହ୍ମଣ ମାନେ ଦେଖିବେ, ଶ୍ରୀରଙ୍ଗମ କ୍ଷେତ୍ର ଗଲେ ଦେଖିବେ ତାଙ୍କର ତିଳକ, ତାଙ୍କର ପୋଷାକ ଦେଖିକି ଜାଣିପାରିବେ କି ଏ ତ ସାକ୍ଷାତ ବୈକୁଣ୍ଠରୁ ଆସିଛନ୍ତି। ଛୋଟ ଛୋଟ ପିଲାମାନେ କଛା ମାରିକି ଧୋତି ପିନ୍ଧିଥିବେ, ପଇତା ପକେଇଥିବେ ଆଉ ମୋଟା ତିଳକ ରଖିଥିବେ, ସାକ୍ଷାତ ବୈକୁଣ୍ଠରୁ ଆଗମନ କରିଛନ୍ତି। ମୁଁ ତ ଭାବେ ଆମର ବୈକୁଣ୍ଠରୁ ଆସିଛନ୍ତି ବୋଲି। ଖୁସି ଲାଗେ, ଆନନ୍ଦ ଲାଗେ ତାଙ୍କୁ ଦର୍ଶନ କରି ଦେଖି।
ଯାହା ହଉ ଆଜି ଚୈତନ୍ୟ ମହାପ୍ରଭୁ ସେ କ୍ଷେତ୍ରରେ ଆଜି ଭ୍ରମଣ କରୁଛନ୍ତି। ବ୍ରାହ୍ମଣ ମାନଙ୍କର କଲ୍ୟାଣ ପାଇଁ, ଭକ୍ତ ମାନଙ୍କର କଲ୍ୟାଣ ମଙ୍ଗଳ ପାଇଁ ସମସ୍ତଙ୍କ ଘରକୁ ଯାଉଛନ୍ତି, ପ୍ରସାଦ ଭୋଜନ କରୁଛନ୍ତି, ସମସ୍ତଙ୍କୁ ଆଶୀର୍ବାଦ କରୁଛନ୍ତି, କୃପା କରୁଣା ପ୍ରଦାନ କରୁଛନ୍ତି। ଏମିତି କରୁଣା କୃପା ପ୍ରଦାନ କରୁ କରୁ ସେଇ କ୍ଷେତ୍ରରେ ଜଣେ ବ୍ରାହ୍ମଣ ସେହି କ୍ଷେତ୍ରରେ ରହେ ଏକ ବୈଷ୍ଣବ ବ୍ରାହ୍ମଣ ଦେବାଳୟ ଆସି କରେ ଗୀତାବର୍ତ୍ତନ। ବୈଷ୍ଣବ ବ୍ରାହ୍ମଣ ଜଣେ ପ୍ରେମୀ ଭକ୍ତ, ସେ ପ୍ରତ୍ୟେକ ଦିନ ରଙ୍ଗନାଥ ମନ୍ଦିରକୁ ଆସନ୍ତି, ଆସି ସମଗ୍ର ଭଗବତ ଗୀତା ଆବୃତ୍ତି କରୁଥିଲେ, ପଢୁଥିଲେ। ଅଷ୍ଟାଦଶ ଅଧ୍ୟାୟ, 18 ଅଧ୍ୟାୟ ପଢିବେ, ଯିବେ, ଯାଇ ଘରେ ଭୋଜନ କରିବେ। ସକାଳୁ ପଳେଇ ଆସନ୍ତି, ଗାଧେଇ ପାଧେଇ ତିଳକ ଲଗେଇ ପଳେଇ ଆସିବେ, ମନ୍ଦିରରେ ବସି ଗୀତା ପାଠ କରିବେ, କରି ଘରକୁ ଯିବେ। ରଙ୍ଗନାଥଙ୍କ ଦର୍ଶନ, ରଙ୍ଗନାଥଙ୍କର ନାମ ଥିଲା ଜଗନ୍ନାଥ। ପ୍ରଥମେ ରଙ୍ଗନାଥ କେମିତି ହେଲେ ତାର ବି କଥା ଅଛି। ଯାହା ହଉ ଶ୍ରୀ କ୍ଷେତ୍ରରେ ଜଣେ ବ୍ରାହ୍ମଣ ବୈଷ୍ଣବ ସକାଳୁ ସକାଳୁ ଗାଧେଇକି ଆସନ୍ତି, 18 ଅଧ୍ୟାୟ ପଢି ରଙ୍ଗନାଥଙ୍କ ଦର୍ଶନ କରି ଘରେ ଯାଇକି ଭୋଜନ ଭୋଜନ କରୁଥିଲେ। ଅଷ୍ଟାଦଶ ଅଧ୍ୟାୟ ପଢେ ଆନନ୍ଦ ଆବେଶେ, ଅଶୁଦ୍ଧ ପଢେ ନ ଲୋକ করে ପରିହାସ। କିନ୍ତୁ ଗୀତା ପଢୁଥିଲେ ଅଶୁଦ୍ଧ ଭାବରେ, ଶୁଦ୍ଧ ଉଚ୍ଚାରଣ କରିପାରୁନଥିଲେ। ଯେମିତି ଆମେ ସବୁ ଥାବୁଡ଼ି ମାବୁଡ଼ି ଯାଉଛୁ, ସଂସ୍କୃତ ଠିକରେ ପଢିପାରୁନୁ। ଯାହା ଆମେ ତ ଟିକେ ପଢିପାରୁଛୁ ଏବେ, ପ୍ରଥମ ଭଳିଆ ନୁହେଁ। କିନ୍ତୁ ସେ ବ୍ରାହ୍ମଣ ଜଣକ ପଢିପାରୁନଥିଲେ। ଓ ଖେ ଖେ ତ କୁରୁକ୍ଷେତ ସମବେତା ଭୂଷ ବ ଏମିତି କରି ପଢୁ। ଯାହା ହଉ ପଢୁଥିଲେ ଅଷ୍ଟାଦଶ ଅଧ୍ୟାୟ ଶ୍ରଦ୍ଧାର ସହିତ। ସଂସ୍କୃତ ପଢିପାରନ୍ତି ନ ପଢିପାରନ୍ତି, କିନ୍ତୁ ଶ୍ରଦ୍ଧାର ସହିତ ପଢୁଥିଲେ। କିନ୍ତୁ ଲୋକମାନେ ବୁଝି ନ ପାରି ଉପହାସ କରନ୍ତି, ଏରା ବ୍ରାହ୍ମଣ ହେଇଛି ଗୀତା ପଢି ପାରୁନି, ଦେଖ କ ବ ଅ ଆ ହଉଛି। ଲୋକମାନେ ଉପହାସ କରୁଥିଲେ, ଥଟ୍ଟା କରୁଥିଲେ, ତମସା କରୁଥିଲେ। କିଏ ଯଦି ଗାଁରେ ଗୀତା ଭାଗବତ ପଢିବା ଆରମ୍ଭ କରନ୍ତି, ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଆରମ୍ଭ କରନ୍ତି, ଭକ୍ତିମୟ ଜୀବନଯାପନ କରିବା ଆରମ୍ଭ କରନ୍ତି, ଗାଁରେ ବି ଲୋକ ଅଛନ୍ତି ଥଟ୍ଟା ତାମସା ଆରମ୍ଭ କରିଦେବେ, ଉପହାସ ଆରମ୍ଭ କରିଦେବେ, ମଜା ଆରମ୍ଭ କରିଦେବେ। କାମ କିଛି ନାହିଁ। ଆଶ୍ରିକ ସ୍ୱଭାବ ଲୋକ ଅଛନ୍ତି, ସେମାନେ ସେ କହିବେ ସେଟା। ଯାହା ହଉ କଣ କରୁଥିଲେ ଅନ୍ୟ ଲୋକମାନେ, ଅନ୍ୟ ବ୍ରାହ୍ମଣ ମାନେ କଣ କରୁଥିଲେ? କେହ ହାସେ କେହ ନିନ୍ଦେ ତାହା ନାହିଁ ମାନେ, ଆବିଷ୍ଟ হইয়া গীতা পড়ে ଆନନ୍ଦିତ ମନେ। ଯିଏ ଯାହା କହୁଛି କହୁ, ସିଏ ଗୋଟେ ଜାଗାରେ ବସି ଆନନ୍ଦରେ କିଏ ହସୁଛନ୍ତି, କିଏ ନିନ୍ଦା କରୁଛନ୍ତି, କାହାରି କଥା ଶୁଣେନି। ତାକୁ ଗୁରୁ କହିଛନ୍ତି ଗୀତା ପଢିବା ପାଇଁ, ସେ ପଢୁଛି। ଯିଏ ହସୁ, ଯିଏ ନିନ୍ଦା କରୁଛୁ, ଯିଏ ଯାହା କରୁଛୁ କରୁ। ଆମକୁ ଗୁରୁ କହିଛନ୍ତି ମହାମନ୍ତ୍ର ଜପ କରିବାକୁ, ଗୁରୁ କହିଛନ୍ତି ଗୀତା ପଢିବାକୁ, ଗୁରୁ କହିଛନ୍ତି ଭକ୍ତି କରିବାକୁ, ଆମେ କରୁଛୁ। ଯିଏ ହସୁ, ଯିଏ ନିନ୍ଦା କରୁ, ତା ଫଳ ସେ ପାଇବ। ସେଥିରେ ଯାଉଛି କଣ? ଫଳ ତ ନିଶ୍ଚିତ ଭୋଗିବେ। ଗୀତା ପଢୁଥିବା ବ୍ୟକ୍ତିକୁ ଯଦି କିଏ ନିନ୍ଦା କରେ, ହରେ କୃଷ୍ଣ ମହାମନ୍ତ୍ର ଜପ କରୁଥିବା ବ୍ୟକ୍ତିକୁ ଯଦି ଜଣେ ନିନ୍ଦା କରେ, ଭକ୍ତକୁ ଜଣେ ନିନ୍ଦା କରେ, ବିଷମ ଫଳ ପାଇବ। আবিষ্ট হইয়া গীতা পঢ়ে ଆନନ୍ଦିତ ମନେ, କାହାରି ପ୍ରତି ଭ୍ରକ୍ଷେପ ନଥାଏ, ଆନନ୍ଦ ମନରେ ବସି ଗୀତା ପଢୁଥାଏ। ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ
समवेतायोत्सव मामक पांडवाश्चैव्य किमिया कुर्वत संजय। ଯାହା ସେ ପଢୁଥିଲେ 700 ଆଉ ଭାବରେ ଶ୍ରଦ୍ଧାରେ ପଢୁଥିଲେ। ସେଥିପାଇଁ ପ୍ରତ୍ୟେକ ପ୍ରବଚନରେ ବା ପ୍ରତ୍ୟେକ କଥାରେ ମୁଁ ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ। ସୁଦୃଢ଼ ନିଶ୍ଚୟ ଶ୍ରଦ୍ଧାଟା ମୁଖ୍ୟ। ଜପ କରିବା ସମୟରେ ଶ୍ରଦ୍ଧାରେ କରିବେ, ଶୁଣିବା ଶ୍ରବଣ କରିବା ସମୟରେ କଥା ଶ୍ରଦ୍ଧାରେ ଶୁଣିବେ, ପଢ଼ାପଢ଼ି କରିବା ସମୟରେ ଶ୍ରଦ୍ଧାରେ ପଢ଼ିବେ, ପୂଜା କରିବା ସମୟରେ ଶ୍ରଦ୍ଧାରେ ପୂଜା କରିବେ। ତେଣୁ ଇଏ ବ୍ରାହ୍ମଣ କ'ଣ କରୁଥିଲେ? ଗୀତା ପଢୁ ପଢୁ ଶ୍ରଦ୍ଧାରେ ପଢୁଥିଲେ। ପଢିବା ସମୟରେ କ'ଣ ହଉଥିଲା? ତାଙ୍କର ଶରୀରରେ ବିକାର କ'ଣ ହଉଥିଲା ନା ପୁଲକାଶ୍ରୁ କମ୍ପ ସ୍ୱେଦ ଯାବତ ପଠନ ଦେଖି ଆନନ୍ଦିତ ହଇଲ ମହାପ୍ରଭୁର ମନ। ଗୀତା ପାଠ କରୁଥିବା ବେଳେ ବ୍ରାହ୍ମଣ ଦିବ୍ୟ ଶାରୀରିକ ପରିବର୍ତ୍ତନ ଅନୁଭବ କରୁଥିଲେ। ତାଙ୍କର ଦେହ ରୋମାଞ୍ଚ ହେଇଯାଉଥିଲା, ନୟନର ପୁଲକାଶ୍ରୁ ବହି ଯାଉଥିଲା, ତାଙ୍କ ଶରୀରରେ କମ୍ପ ଏବଂ ସ୍ୱେଦ ଦେଖାଯାଉଥିଲା। ଏହା ଦେଖି ଚୈତନ୍ୟ ମହାପ୍ରଭୁ ଅତ୍ୟନ୍ତ ଆନନ୍ଦିତ ହଉଥିଲେ। ଚୈତନ୍ୟ ମହାପ୍ରଭୁ ପ୍ରତ୍ୟେକ ଦିନ ଯାଆନ୍ତି ରଙ୍ଗନାଥଙ୍କ ଦର୍ଶନ କରିବାକୁ, କିନ୍ତୁ ସେଇ ବ୍ରାହ୍ମଣକୁ ଦେଖନ୍ତି ସେ ଗୋଟେ ଜାଗାରେ ବସିଛି, ନା ଆକୁ ନା ତାକୁ କାହାକୁ ଦେଖା ଦେଖି କିଛି ନାହିଁ, କେବଳ ଭଗବତ ଗୀତାକୁ ଦେଖି ନିଷ୍ଠାର ସହିତ ପଢୁଥାନ୍ତି। ଆଖିରୁ ଆସୁ ବହେଇ କାନ୍ଦି ଅଶ୍ରୁ କମ୍ପ ସ୍ୱେଦ ଶରୀରର ଦିବ୍ୟ ପରିବର୍ତ୍ତନ ଦେଖି ଚୈତନ୍ୟ ମହାପ୍ରଭୁ ଖୁସି ଯାଉଥିଲେ। ବାଃ, କେତେ ସୁନ୍ଦର ଭକ୍ତ ଜଣେ। ଶ୍ରଦ୍ଧାର ସହିତ ଆକୁ ନାହିଁ ନା ତାକୁ ଦେଖ, ନା ମୋବାଇଲ ଦେଖ, ନା ଟିଭି ଦେଖ, ନା ଆ ସହିତ କଥା ହୁଅ, ନା ତା ସହିତ କଥା ହୁଅ। ହଜାର ହଜାର ଲୋକ ଯାଉଛନ୍ତି ଆସୁଛନ୍ତି, କିନ୍ତୁ କାହା ସହିତ କଥାବାର୍ତ୍ତା ନାହିଁ, କାହାକୁ ଦେଖିବାକୁ ନାହିଁ। କେବଳ ଗୀତାକୁ ଦେଖୁଛନ୍ତି, ପଢୁଛନ୍ତି, କାନ୍ଦୁଛନ୍ତି। ଚୈତନ୍ୟ ମହାପ୍ରଭୁ ଖୁସି ହେଇଗଲେ। ତ ନିଶ୍ଚିତ ଭାବରେ ଯଦି ଆମେ ଏ ଶ୍ରଦ୍ଧାର ସହିତ ଗୀତା ପଠନ କରୁ, ଶ୍ରଦ୍ଧାର ସହିତ ଶ୍ରବଣ କୀର୍ତ୍ତନ କରୁ, ଶ୍ରଦ୍ଧାର ସହିତ ଜପ ତପ କରୁ, ଶ୍ରଦ୍ଧାର ସହିତ ପୂଜା ଅର୍ଚ୍ଚନା କରୁ, ନିଶ୍ଚିତ ଭଗବାନ ଜଗନ୍ନାଥ ନିଶ୍ଚିତ ଖୁସି ହେବେ। କାହିଁକି ନା ଚୈତନ୍ୟ ମହାପ୍ରଭୁ କିଏ? ଜୟ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ଆମ ଭକ୍ତିରେ ଆମର ଶ୍ରଦ୍ଧା ଦେଖି ଜଗନ୍ନାଥ ବହୁତ ଖୁସି ହେଇଯିବେ, ପ୍ରସନ୍ନ ଆମ ପ୍ରତି କୃପା କରିବେ, କରୁଣା କରିବେ। ଚୈତନ୍ୟ ମହାପ୍ରଭୁ ଯେମିତି କୃପା କଲେ, କରୁଣା କଲେ ସେଇ ବ୍ରାହ୍ମଣଙ୍କ ପ୍ରତି। ମହାପ୍ରଭୁ ଆଉ ରହିପାରିଲେ ନାହିଁ। ପଚାରିଲେ ଯାଇକି ପାଖରେ ଛିଡା ହେଇକି ହାତ ଯୋଡି ପଚାରୁଛନ୍ତି, ହେ ମହାଶୟ, ମହାପ୍ରଭୁ କେତେ, ହେ ବ୍ରାହ୍ମଣ ମହାଶୟ ପଚାରୁଛନ୍ତି। ମହାପ୍ରଭୁ ପୁଛିଲ ତାରେ ସୁନ ମହାଶୟ, ପୁନଃ ଅର୍ଥ ଜାନି ତୁମାର ଏତେ ସୁଖ ହୟ। ମହାପ୍ରଭୁ ପଚାରୁଛନ୍ତି, ହେ ମହାଶୟ ବ୍ରାହ୍ମଣ, ଆପଣ ଏପରି ଭାବବିଷ୍ଠ ପ୍ରେମରେ ଗଦଗଦ ହେଉଛନ୍ତି କାହିଁକି? ଭଗବତ ଗୀତାର କେଉଁ ଅଂଶ ଆପଣଙ୍କୁ ଏ ପ୍ରକାର ଦିବ୍ୟ ସୁଖ ପ୍ରଦାନ କରୁଛି? ଭଗବତ ଗୀତା ଯୋଉ ପଢୁଛନ୍ତି, କୋଉ ଅଂଶ ଆପଣଙ୍କୁ ଦିବ୍ୟ ଆନନ୍ଦ ପ୍ରଦାନ କରୁଛି, ଖୁସି ଆନନ୍ଦ ପ୍ରଦାନ କରୁଛନ୍ତି? କାହିଁକି, କଣ ପାଇଁ କାନ୍ଦୁଛ ତମେ ଗୀତା ପଢି? କଣ ପାଇଁ ରୋମ ଟାଙ୍କୁର ଉଠିଛି? କଣ ପାଇଁ ଗଳା ଗଦଗଦ ହେଉଛି? କଣ ଦେଖିଲେ, କଣ ପଢିଲେ କି, କଣ ଶୁଣିଲେ କି ଗୀତାରେ? ବ୍ରାହ୍ମଣ ବିପ୍ର ଜଣକ ମହାପ୍ରଭୁଙ୍କ ଆଡକୁ ଦେଖୁଛନ୍ତି। ଓ, ଏଇ ତ ରଙ୍ଗନାଥ, ଆରେ ଏଇ ତ ମୋ ରଙ୍ଗନାଥ ଜାଣି ପକେଇଲେ। ଭକ୍ତଙ୍କ ଆଗରେ ଭଗବାନ ଯେତେ ନୁଚନ୍ତୁ ଲୁଚେଇ ପାରିବେ, ନିଜକୁ ଯେତେ ଲୁଚେଇବାକୁ ଚେଷ୍ଟା କରିବେ କି ମୁଁ ଭଗବାନ ନୁହେଁ, ଭକ୍ତଙ୍କ ଆଗରେ
मुझे करिए जानते हैं हजारे गाई रखिदियो गोटे बाछुरी की छाड़ी दियो से खोजी खोजी ता माँ को पाई से आ कहा पाको जीव नहीं ता माँ को जाई कोडी खोजियो ता माँ अच्छी जाई दूध पी दो ठीक से भलिया भगवान जो रूप आसता तो जान से आज यदि आखि खोलिक देखुं वाह मो रंगनाथ विप्र कहे मूर्ख आमी शब्दार्थ न जानी सुधा सुधा गीत पढ़े गुरु आज्ञा मानी ब्राह्मण जन को उत्तर देले कहले हे रंगनाथ हे ब्राह्मण श्रेष्ठ मु जने मूर्ख तेणु शब्द गुड़िक अर्थ मु बुझी पारु ना शुद्ध अशुद्ध भाव में भगवत गीता पाठ करुच्ची केवल मोर गुरु का आदेश पालन करी मु यह पाठ करुच्ची गुरु कहि गुरु मुख पद्म वाक्य चितते करिया ऐक्य आरना करियो मने आशा गुरु जहाँ कहते से अनुसार फल सिद्धि निश्चित फल पाए कहीं गुरुमुख पद्म वाक्य गुरुमुख भगवान कृष्ण गुरु को मुखरे शिष्य को उपदेश को दियंती निजे किसी कहे मुंड पिटिक मरी जाओ जगन्नाथ देखिए जहाँ कहार कथा जहाँ उपदेश देवा कथा भक्त माध्यम भक्त द्वारा दियंती से जहार प्रसाद भाई ए भवतरिया जाई कृष्ण प्राप्ति हो जहाँ हईते जहार प्रसाद जहार कृपारो जहार दयारो ए भवतरिया जाई ए भवसागर तरी जो उधार जीव आओ कृष्ण प्राप्ति हो जहाँ हईते कृष्ण प्राप्ति है जगन्नाथ प्राप्ति है जगन्नाथ को पाइयो वैकुंठ प्राप्ति है कार कृपारो गुरु को कृपारो गुरु मुख पद्म वाक्य गुरु कहते आज गीता पढ़ियो मु पढ़ुची शुद्ध हो अशुद्ध हो पुणी चैतन्य महाप्रभु कौन कहते सोना हर्षे कहे प्रभु एही तो निश्चय जहाँ हईते कृष्ण भक्ति से गुरु हय सुना सुना खुशी आनंद सुना कौन आज्ञा मु निश्चय करी कहूची जहाँ हईते कृष्ण भक्ति जहाँ द्वारा आम कृष्ण भक्ति प्राप्त करू शिक्षा प्राप्त करू दीक्षा प्राप्त करू से ही गुरु है जहाँ हईते कृष्ण भक्ति से गुरु है जहाँ द्वारा जगन्नाथ भक्ति कृष्ण भक्ति हमको प्राप्त हुए प्राप्त में शिक्षा प्रदान करती से गुरु है पुणी चैतन्य महाप्रभु कहते एही बुद्धि सह सदा गुरु भक्ति करे सही गुरु भक्ति वाले संसारे तरे यही बुद्धि सह यही बुद्धि रे ये जहाँ हईते कृष्ण भक्ति जहाँ द्वारा कृष्ण भक्ति प्राप्त होती से गुरु है यही बुद्धि रे गुरु के प्रति श्रद्धा प्रीति रखती से गुरु भक्ति बल से गुरु का भक्ति बल रे संसार तरे संसार तरी जाए। से गुरु को
सामान्य जीव भाविबा उचित नुहे। गुरु के सामान्य जीव न भाविबे कभू। गुरु कृष्ण शक्ति कृष्ण श्रेष्ठ नित्य प्रभु। गुरु को सामान्य जीव भलिया सामान्य मनुष्य भलिया भाविबे। हाँ आम भलिया खाउछंती, आम भलिया पिउछंती, आम भलिया सोउछंती, आम भलिया ये अपराध। गुरु के सामान्य जीवन अभाविबे कबे केबे भी सामान्य मनुष्य आम भलिया बा तांको भलिया आ भलिया ता भलिया केबे भाविबे नाही। काहेकि ना गुरु कृष्ण शक्ति कृष्ण श्रेष्ठ नित्य प्रभु। गुरु कृष्ण शक्ति कृष्णଙ୍କର शक्ति जगन्नाथଙ୍କର शक्ति होचुंती गुरु। आओ कृष्ण श्रेष्ठ नित्य प्रभु कृष्णଙ୍କର से प्रिय जगन्नाथଙ୍କର अत्यंत प्रिय प्रभु से दीक्षा गुरु हो बा शिक्षा गुरु से जायस नहीं। दीक्षा गुरु शिक्षा गुरु दुहे कृष्ण दास दुहे ब्रज जन कृष्ण शक्तिर प्रकाश। शिक्षा गुरु दीक्षा गुरु दीन दाक कृष्ण दास दुहे ब्रज जन कृष्ण दीन जाक वृंदावन भगवान निजर लोक दीटा गोटे गछर दीटा डाल भाया प्रकाश दे। शिक्षा गुरु दीक्षा गुरु गोटे गछर दीटा डाल भाया। से साधु शास्त्र गुरु वाक्य चित्ते करिया ऐक्य। साधु शास्त्र गुरु वाक्य चित्ते करिया ऐक्य आरना करिह मने आशा। साधु कहते शास्त्र अनुसार कहते गुरु वाक्य ये गुरु वाक्य कौन वेद वाक्य शास्त्र वाक्य चित्ते करिया ऐक्य। गुरु जहाँ कहते भगवान शास्त्र से कहूँ बा भगवान से कहते ये भाव आरना करियो मने आशा। रे रे आ गुरु कोटे कहले कौन मोर गोटे प्लान अलग ना मोर प्लान अलग। अच्छा चारि प्रकार शिष्य अच्छा चारि प्रकार शिष्य अच्छे। प्रथम शिष्य किए ना गुरुंकर मन जानी सेवा करे गुरुंकर मन जानी गुरु कौन इच्छा कौन चाहूँ से कौन कले से खुशी है मन जानी सेवा करती से एक नंबर शिष्य। द्वितीय नंबर गुरु कहला पर जे करती गुरु आदेश देवे एटा एटा कर सेटा कर ये सेवाटा कर जे करती श्रद्धार सहित। तृतीय आसे प्रणाम करेंगे गुरु पाड़े कौन कहीदेवे से प्रणाम कर चलिए कौन कहीदेवे करिया पड़ो। आउ चार नंबर शिष्य देखिए गुरुजी आसुच्चंती हे गुरुजी जय पे सेठी प्रणाम करे सेउठ फेरले आ पाखु आसी कौन कहीदेवे कौन पचारे केते माला जप करछु गीता पढ़छु कि नहीं आई छाड़ू कि नहीं पचार देवे से मुंडिया से चारि प्रकार शिष्य अच्छे। गुरु का वाक्य श्रद्धा करी एकांत भज कृष्ण हरि। जगन्नाथ दास कहले गुरु को वाक्य श्रद्धा करी गुरुंकर वाक्य श्रद्धा करी कृष्णकर वाक्य बा जगन्नाथंकर वाक्य माने एकांत अर्थात निष्ठार सहित भजन करिवे कृष्ण हरि हरे कृष्ण महामंत्र। गुरु पुणी रामचरित मानस कहुई गुरु बिनो भुवनिधि तरई न कोई जो विरंची शंकारा सम गुरु बिना भवसागर पार हवा संभव नुहे। विरंची शंकर मध्य एमाने भी गुरु करी भवसागर
ପାର ହେବା ପାଇଁ ପ୍ରୟାସ କରିଥିଲେ। ସେଥିପାଇଁ ଏ ଯୋଉ ଜୀବ ଆମେ ସବୁ ବ୍ରହ୍ମାଣ୍ଡ ସାରା ବୁଲି 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 ବ୍ରହ୍ମାଣ୍ଡ ଭ୍ରମିତ କହୁନ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ କୃପାତେ ପାଏ ଭକ୍ତି ଲତା ବୀଜ। ଗୋଟେ ଜୀବ ବ୍ରହ୍ମାଣ୍ଡରେ 84 ଲକ୍ଷ ଜୀବ ଜୁନିରେ ଘୁରି ଘୁରି ବୁଲି 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 ପୁନରେପି ଜନନମ ପୁନରେପି ମରଣମ ପୁନରେପି ଜନନୀ ଝଠରେ ଶୟନମ ଘୁରି 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 ଗୁରୁ ଆଉ କୃଷ୍ଣଙ୍କ କୃପାରୁ ଏ ହରେ କୃଷ୍ଣ ମହାମନ୍ତ୍ର ମିଳେ। ସମସ୍ତଙ୍କୁ ହରେ କୃଷ୍ଣ ମହାମନ୍ତ୍ର ଜପ କରିବାକୁ ମିଳେ ନାହିଁ, କାହିଁକି ନା ଆମେ ବ୍ରହ୍ମାଣ୍ଡ ସାରା ବୁଲି 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 ଥକି ଗଲେ ଆସି ପୂର୍ବଜନ୍ମ ସୁକୃତି ଅନୁସାରେ ଆମକୁ ହରିନାମ ରୂପକ ମହାମନ୍ତ୍ର ରୂପକ ଅମୂଲ୍ୟ ନାମ ଜପ କରିବାର ସୁଯୋଗ ମିଳେ। କାହିଁକି ନା ଜନ୍ମ ଜନ୍ମେ ପ୍ରତି ଜନ୍ମରେ ମାତା ପିତା ମିଳିବେ କିନ୍ତୁ ଗୁରୁ କୃଷ୍ଣ ମିଳିବେ ନାହିଁ। ଜନ୍ମେ ଜନ୍ମେ ସର୍ବେ ପିତା ମାତା ପାଏ ଗୁରୁ କୃଷ୍ଣ ନାହିଁ ମିଳେ ଭଜ ହରି ଭାଇ ରେ। ଜନ୍ମେ ଜନ୍ମେ ସର୍ବେ ମାତା ପିତା ପାଏ, ପ୍ରତି ଜନ୍ମରେ ମାତା ପିତା ପାଇବେ। କୁକୁର ଜନ୍ମରେ ମାତା ପିତା ପାଇବେ, ଛେଳି ଜନ୍ମରେ ମାତା ପିତା ପାଇବେ, ସାପ ଜନ୍ମରେ ପାଇବେ, ଶିଆଳ ଜନ୍ମରେ ପାଇବେ, ଗଧ ଜନ୍ମରେ ପାଇବ, ବାଘ ଜନ୍ମରେ ପାଇବ, ହାତୀ ଜନ୍ମରେ ପାଇବ। ମାତା ପିତା ମିଳିବେ ପ୍ରତି ଜନ୍ମରେ କିନ୍ତୁ ଗୁରୁ କୃଷ୍ଣ ମିଳିବେ ନାହିଁ। ଗୁରୁ କୃଷ୍ଣ ମିଳନ୍ତି କେବେ ନା କୋଟି କୋଟି ଜନ୍ମ ପୁଣ୍ୟ ଲବ୍ଧ୍ୱା, କୋଟି କୋଟି ଜନ୍ମ ପୁଣ୍ୟ ସୁକୃତି ବଳରେ ସତ୍ଗୁରୁ ସତ୍ ସାଧୁ ସତ୍ ସମ୍ପ୍ରଦାୟ ଆମକୁ ପ୍ରାପ୍ତି ହୁଅନ୍ତି ମିଳନ୍ତି। ସେଥିପାଇଁ ଆମେ ଯୋଉମାନେ ଆଜି ଆଶ୍ରୟ ଲଇଆ ଭଜେ ତାର କୃଷ୍ଣ ନାହିଁ ତେଜେ ଆର ସବ ମରେ ଅକାରଣେ। ଗୁରୁ କୃଷ୍ଣଙ୍କର ଆଶ୍ରୟ ଗ୍ରହଣ କରି ଯୋଉମାନେ ଭଜନ କରୁଛନ୍ତି, ଭକ୍ତି କରୁଛନ୍ତି, ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛନ୍ତି, କୀର୍ତ୍ତନ କରୁଛନ୍ତି, ଶ୍ରବଣ କୀର୍ତ୍ତନ କରୁଛନ୍ତି, ପୂଜା ଅର୍ଚ୍ଚନା କରୁଛନ୍ତି, ତାର କୃଷ୍ଣ ନାହିଁ ତେଜେ, ତାକୁ କୃଷ୍ଣ ବା ଜଗନ୍ନାଥ ତ୍ୟାଗ କରନ୍ତି ନାହିଁ। ଆଉ ଅନ୍ୟମାନେ ଆଜ୍ଞା ଯୋଉମାନେ ଆଶ୍ରୟ ଗ୍ରହଣ ନ କରି ଭଜନ କରୁନାହାନ୍ତି ସେମାନଙ୍କର କଣ ଅବସ୍ଥା ହବ ନା ଆର ସବ ମରେ ଅକାରଣେ, ଅନ୍ୟମାନେ ସବୁ ବିନା କାରଣରେ ମରିବେ। ଆଜ୍ଞା ମରିକି କୋଉଠିକି ଯିବେ? ସମନପୁର ଯିବେ, ଯିବେ ଶେଷ ମନପୁରୀ, ସେ ସମନପୁରୀ ବା ନରକକୁ ଯିବେ। ତାପରେ କଣ ହେଇଛି ପଡିଆ ଲେଟ୍ ହେଇଗଲା। ତ ଆଜି ଚୈତନ୍ୟ ମହାପ୍ରଭୁ ଯେତେବେଳେ ପଚାରିଛନ୍ତି କି ତୁମେ ଗୀତା କାହିଁକି ଏମିତି ପଢୁଛ, ଶ୍ରଦ୍ଧାରେ ଗୀତା ପଢୁ ପଢୁ କାନ୍ଦି ପକଉଛ, ଅଶ୍ରୁ ପୁଲକିତ ହେଉଛନ୍ତି, ଶରୀର ରୋମାଞ୍ଚ ହେଉଛି। ବିପ୍ର କହେ ମୂର୍ଖ ଆମି ଶବ୍ଦାର୍ଥ ନ ଜାନି ସୁଧା ସୁଧ ଗୀତା ପଢେ ଗୁରୁ ଆଜ୍ଞା ମାନି। ଗୁରୁଙ୍କର ଆଜ୍ଞା ହେଇଛି ସେଥିପାଇଁ ପଢୁଛି, ଶ୍ରଦ୍ଧାର ସହିତ ପଢୁଛି। ପଢି ପାରୁନାହିଁ ମୂର୍ଖ, କିନ୍ତୁ ଗୁରୁଙ୍କ ଆଜ୍ଞା ପାଳନ କରୁଛୁ। ଗୁରୁ କହିଛନ୍ତି ପଢିବାକୁ, ପଢୁଛି। ଶୁଦ୍ଧ ଉଚ୍ଚାରଣ ହଉ ନ ହଉ, ଗୁରୁ କହିଛନ୍ତି ମୁଁ ପଢିବି, ବାସ୍ ସେତିକି କଥା। ଆଉ ସେ ଶୁଦ୍ଧ ଉଚ୍ଚାରଣ ହଉ ନ ହଉ ସେଥିରେ ଯାହା ଅଛି ନାହିଁ। ଗୁରୁ କହିଛନ୍ତି ଶାଳଗ୍ରାମକୁ ପାଟିରେ ରଖି ପୂଜା କରେ, ବାସ୍ ସରିଲା ପାଠ। ଆଉ ଆଡେ ପ୍ରଶ୍ନ ପଚାରିବା କଥା ନାହିଁ, ଶାଳଗ୍ରାମକୁ ପାଟିରେ ରଖିବୁ, ହଁ ଏଟା ଗୁରୁ ନା ଛେଳି? ହଁ ତାକୁ ଗୋଟେ ଆସନ ଆଣ, ତୁଳସୀ ପକ, ତାପରେ ପକାଅ, ଅଭିଷେକ କର, ପୂଜା କର,
ଇଏ କଣ ହେଲା ଗୁରୁଗିରି ହେଇଗଲା। ନାଇଁ ଗୁରୁ କହିଛନ୍ତି ନାରଦ ମୁନି କହିଲେ ଭାଇ ଶାଳଗ୍ରାମକୁ ପାଟିରେ ରଖିବୁ ବା ସରିଲା ପାଠ। ଭଗବାନ ଆଜି ଚନ୍ଦ୍ରାସ ଭଗବାନ କେମିତି ପ୍ରାପ୍ତି ହେଲେ ଦେଖିବ ଭାଇ ଶୁଣିବା ସନ୍ଧ୍ୟାବେଳେ ଗୁରୁଙ୍କ ଖାଲି ବଚନକୁ ପାଳନ କରି ଶାଳଗ୍ରାମକୁ ପାଟିରେ ରଖି ପୂଜା କରି ଆଜି ଭଗବାନଙ୍କ ପ୍ରାପ୍ତି ହେଇଗଲେ। ଗୁରୁଙ୍କ ବଚନକୁ ପାଳନ କରିଥିବା ଠିକ ଭାବରେ ଆଜି ଭଗବାନଙ୍କ ଭଗବତ ପ୍ରାପ୍ତି ହେଇଗଲେ। ତେଣୁ ଆଜି ଚୈତନ୍ୟ ମହାପ୍ରଭୁ ପଚାରୁଛନ୍ତି କୋଉ କଥା ତତେ ଏତେ କୋଉ କଥା ଗୀତାରେ କୋଉ କଥା ଶୁଣି କୋଉ କଥାକୁ ପଢି ତ ମନକୁ ବା ହୃଦୟକୁ ଆନ୍ଦୋଳିତ କରିଦଉଛି। ଏତେ ଶରୀର ତାର ଆଉଛି କାଢୁ କେଜାଣି ରକ୍ତକୁ ତରଳି ଦଉଛି ମାଡେ ଏଗୁଡା କେମିତି ଆରି ବନ୍ଦ କର ଖୋଲୁଛନ୍ତି ସେଥିପାଇଁ ଚୈତନ୍ୟ ମହାପ୍ରଭୁ ପଚାରୁଛନ୍ତି ଗୀତାରେ କୋଉ ଶ୍ଲୋକ କଣ ପାଇଁ ତମେ ଆଜି ଭାବବିଷ୍ଟ ହେଇଯାଉଛ। অর্জুনের রথে কৃষ্ণ হয়র যোধার বসিয়াছে হাতে তত্র শ্যামল সুন্দরম। ବ୍ରାହ୍ମଣ ଜଣକ କହୁଛନ୍ତି ଚୈତନ୍ୟ ମହାପ୍ରଭୁ ପ୍ରଭୁ ବ୍ରାହ୍ମଣ କହିବାକୁ ଲାଗିଲେ ବାସ୍ତବରେ ମୁଁ ଗୋଟିଏ ଛବି ଦେଖିଛି। ଏ ଛବିଟା କଣ ନା ଅର୍ଜୁନଙ୍କ ରଥରେ ଶ୍ରୀକୃଷ୍ଣ ସାରଥି ହୋଇଛନ୍ତି। ହାତରେ ଲଗାମ ଧରି ସେ ଅତ୍ୟନ୍ତ ଶ୍ୟାମଳ ସୁନ୍ଦର ଦିଶୁଛନ୍ତି। ଆଜି ବ୍ରାହ୍ମଣ ଜଣକ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ପ୍ରଭୁ ଗୋଟେ ଫଟୋ ଦେଖିଛି। ଭଗବତ ଗୀତାର ଉପରେ ଫଟୋ ଥାଏ ପାର୍ଥ ସାରଥି ରଥର ସାରଥି ଅର୍ଜୁନ ବସିଥାନ୍ତି ଉପରେ। ଅର୍ଜୁନର ରଥରେ ସାରଥି ହେଇଛନ୍ତି। ବା ଅର୍ଜୁନ ଭଗବାନଙ୍କର ଭକ୍ତ କୃଷ୍ଣଙ୍କର ଭକ୍ତ କିନ୍ତୁ ଆଜି ସ୍ୱାମୀ ଉପରେ ନା ଭକ୍ତ ଉପରେ ସ୍ୱାମୀ ତଳେ। ଜଗନ୍ନାଥ ଆଜି ହାତରେ ଲଗାମ ଧରି ରଥ ଚଲାଉଛନ୍ତି। କାହାର ରଥ? ଭକ୍ତଙ୍କର ରଥ। ଯାହାର ରଥ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଯାହା ରଥକୁ ଚଲାନ୍ତି କିଏ ଚଲାନ୍ତି? ଦାରୁକ ଚଲାନ୍ତି। ଦାରୁକ କିଏ? କୃଷ୍ଣଙ୍କ ସାରଥି ଭଗବାନ ଶ୍ରୀକୃଷ୍ଣଙ୍କର ସାରଥି। ଯାଉ କିନ୍ତୁ ସେ ଆଜି ଅର୍ଜୁନଙ୍କ ରଥକୁ ଆଜି ଆଙ୍କୁଛନ୍ତି। ଏ ଦୃଶ୍ୟ ମୋ ପ୍ରଭୁ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ 33 କୋଟି ଦେବାଦେବୀ ଯାହାଙ୍କ ଚରଣରେ ସେବା କରୁଛନ୍ତି ଯାହାଙ୍କର ସେବକ ସିଏ ଆଜି ଭକ୍ତର ସେବକ ହେଇଛନ୍ତି। ବା ମୋ ପ୍ରଭୁ କେତେ ମହାନ। ଅନନ୍ତ କୋଟି ଦେବାଦେବୀ 33 କୋଟି ଦେବାଦେବୀ ଯାହାଙ୍କ ଚରଣରେ ସେବା କରୁଛନ୍ତି ବ୍ରହ୍ମା ଶିବ ଏକଲା ଈଶ୍ୱର କୃଷ୍ଣ ଆରୁ ସବୁ ଭୃତ୍ୟ ସେବକ ଭାବରେ ସେବା କରୁଛନ୍ତି। କିନ୍ତୁ ଆଜି ସେବକର ସେବା କରୁଛନ୍ତି। ରଥ ବାହୁଛନ୍ତି। ବା ମୋ ପ୍ରଭୁ କେତେ ମହାନ। ଏଇ ମତେ ମୋ ହୃଦୟକୁ ବିଦାରଣ କରିଦଉଛି ଏ ଦୃଶ୍ୟ। ମୋ ପ୍ରଭୁ କେତେ ମହାନ ହେଇ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଯିଏ ଆଜି ଯାହାଙ୍କ ଚରଣରେ କୋଟି କୋଟି ବ୍ରହ୍ମାଣ୍ଡ ଆଜି ଲୁଣ୍ଠିତ ଶିବ ହଜାର ହଜାର ଅନନ୍ତ କୋଟି ଶିବ ଅନନ୍ତ କୋଟି ବ୍ରହ୍ମା ଯାହାଙ୍କ ଚରଣରେ ଆଜି ଲୁଣ୍ଠିତ ସେ ଆଜି ଭକ୍ତଙ୍କର ରଥ ଚଲାଉଛନ୍ତି।
ଅର୍ଜୁନେର କହିତେছে ନା ହିତ ଉପଦେଶ ତାରେ ଦେଖି হয় ମୋର ଆନନ୍ଦ ଆବେଶ। ରଥରେ ବସି ଅର୍ଜୁନଙ୍କୁ ଉପଦେଶ ଦେଉଥିବାର ଶ୍ରୀକୃଷ୍ଣଙ୍କର ଛବି ଦେଖି ମୋର ହୃଦୟ ଭାବାବିଷ୍ଟ ଆନନ୍ଦରେ ପୂର୍ଣ୍ଣ। ସେଦିନ ମହାପ୍ରଭୁ ଆଜି ନିଜର ଭାବ କଥାଟା ପ୍ରକାଶ କରୁଛନ୍ତି, ନିଜର ଭାବ ପ୍ରେମଟା ଆଜି ପ୍ରକାଶ କରୁଛନ୍ତି। ରଥରେ ବସି ଯୋଉ ଉପଦେଶ ଦଉଛନ୍ତି ଆଜି ଅର୍ଜୁନକୁ, ସେ ଛବି ଆଉ ରଥ, ଅର୍ଜୁନଙ୍କ ରଥଟା ହଉଥିବା ଛବି, ये दृश्य देखी, ये छवि देखी मोर हृदय विदारण हो जाଉଛି, विदारित ହେଉଛି, फाटी जाଉଛି। ମୋ ପ୍ରଭୁ କେତେ ମହାନ, ଭକ୍ତମାଜି ଉପରେ ବସିଛନ୍ତି, ସେ ତଳେ ବସିଛନ୍ତି। ଭଗବାନଙ୍କ ଠାରୁ ଭକ୍ତ ବଡ଼, ସେଥିପାଇଁ ଭକ୍ତଙ୍କର ପୂଜା କରିଛନ୍ତି, ଭକ୍ତଙ୍କର ଚରଣ ଧୋଇ ଦିଅନ୍ତି। ସୁଦାମାଙ୍କର ଚରଣ ଧୋଇ ଦେଇଥିଲେ, ବ୍ରାହ୍ମଣଙ୍କର ଚରଣ ଧୋଇଛନ୍ତି, କେତେ ଭକ୍ତଙ୍କର ଚରଣ ଧୋଇଛନ୍ତି ପ୍ରଭୁ ଆଜି। ସେ ହେଉଛନ୍ତି ଭକ୍ତଙ୍କୁ ବଡ଼ କରିବେ, ମୋର ଭକ୍ତ ବଡ଼। ଭକ୍ତ କେତେବେଳେ ଭଗବାନ ସେ ଯୁକ୍ତି କରିକି ଭଗବାନ ହାରି ଯାଆନ୍ତି, ଭକ୍ତକୁ ଜିତେଇ ଦିଅନ୍ତି। ନମେ ଭକ୍ତ ପ୍ରଣଶ୍ୟ, ଭକ୍ତ ବତ୍ସଳ ଭଗବାନ, ଜ୍ଞାନୀ ବତ୍ସଳ ନୁହନ୍ତି କି କର୍ମୀ ବତ୍ସଳ ନୁହନ୍ତି, ଭକ୍ତ ବତ୍ସଳ। ଭକ୍ତି କଲେ ଯାଇ ସେ ଆମର ପ୍ରିୟ ହେଇଯାଆନ୍ତି, ଭକ୍ତି କଲେ ଯାଇ ସେ ଆମର ଅତ୍ୟନ୍ତ ନିଜର ହେଇଯାଆନ୍ତି। ସେଥିପାଇଁ ଆମକୁ ଭକ୍ତି କରିବାକୁ କୁହାହଉଛି। ଭକ୍ତି କଲେ ଭଗବାନ ଅତ୍ୟନ୍ତ ପ୍ରିୟ ହେଇଯିବେ, ଆମର କୃପା ଦୃଷ୍ଟି କରୁଣା ଦୃଷ୍ଟି ପଡିବ ଆମ ଉପରେ। ସେଥିପାଇଁ ଭକ୍ତି ନବଲକ୍ଷଣ, ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଏଇ ଭକ୍ତି, କଥା ଶୁଣିବା ସବୁଠାରୁ ବଡ଼ ଭକ୍ତି, ଘରେ ସେବା ପୂଜା କରିବା ବି ଭକ୍ତି, ମନ୍ଦିର ଯିବା ଭକ୍ତି, ସତ୍ସଙ୍ଗ ଯୋଗଦାନ କରିବା ଭକ୍ତି। ଯାବତ୍ ପଡ଼େ ତାବତ୍ ପାଅ ତାର ଦର୍ଶନ, ଏହି ଲାଗି ଗୀତା ପାଠ ନ ଛାଡ଼େ ମୋର ମନ। ଆଜି ବ୍ରାହ୍ମଣ ଯୋଗ କହୁଛନ୍ତି, ହେ ମୋର ବ୍ରାହ୍ମଣ ଦେବତା, ହେ ମୋର ରଙ୍ଗନାଥ, ମୁଁ ଭଗବତ ଗୀତା ପାଠ କରୁଥିବା ପର୍ଯ୍ୟନ୍ତ ଭଗବାନଙ୍କର ସୁନ୍ଦର ରୂପ କେବଳ ଦେଖିବାକୁ ପାଏ, ସେଥିପାଇଁ ଗୀତା ପାଠ ତୁମ ମନ ଛାଡୁନି। ବ୍ରାହ୍ମଣ ଜଣକ କହୁଛନ୍ତି, ପ୍ରଭୁ ମୁଁ ଯେତେବେଳେ ଗୀତା ପାଠ କରେ ମୁଁ ଭଗବାନଙ୍କୁ ସାକ୍ଷାତ ଦର୍ଶନ କରେ। ଭଗବାନ ଏତେ ଶ୍ରଦ୍ଧାର ସହିତ ପାଠ ପଢିଲେ, ଶ୍ରଦ୍ଧାର ସହିତ ଗୀତା ପଢିଲେ, ଭକ୍ତି କଲେ ଭଗବାନ ତମକୁ ଦେଖାଦେବେ, ସେଇ ଗୀତାରେ ଦେଖାଦେବେ, ତମକୁ ସେ କଥାରେ ଦେଖାଦେବେ, ସେ ନାମରେ ଦେଖାଦେବେ, ତମକୁ ଦର୍ଶନ ଦେବେ। ହୃଦୟଙ୍ଗମ କରିପାରିବ। ଆଜି ଜପ କରୁଥିବା ସମୟରେ ଶ୍ରଦ୍ଧାରେ ଯଦି ଜପ କରାଯାଏ, ତମେ ସେ ଜପ ଭିତରେ ଭଗବାନ ଦର୍ଶନ କରିପାରିବ। କଳି କାଳେ ନାମ ରୂପେ କୃଷ୍ଣ ଅବତାର, ନାମ ରୂପରେ କେମିତି କୃଷ୍ଣ ଅବତାର ନେଇଛନ୍ତି ସେଟା ଅନୁଭବ କରିପାରିବ। ଗୀତା ପଢୁଥିବା ସମୟରେ ଭଗବାନଙ୍କୁ ଦର୍ଶନ କରିପାରିବ, କଥା ଶୁଣିବା ସମୟରେ ଭଗବାନଙ୍କୁ ଅନୁଭବ କରିପାରିବ କି ନିଶ୍ଚିତ ଭାବରେ ପ୍ରଭୁ ଆଜି ସେ ଭକ୍ତିଟା ଯୋଉ ଅନୁଭବ କଥା, ଭାବୁକ କଥା ନୁହେଁ। ଭକ୍ତି କରୁଥିବା ଲୋକ ଅନୁଭବ କରିପାରିବ। ଗୁରୁ କୃଷ୍ଣଙ୍କ ପ୍ରତି ଶ୍ରଦ୍ଧା ଯାହାର ଅଛି ସେଗୁଡା ସବୁ ଅନୁଭବ କରିପାରିବ। ଶ୍ରଦ୍ଧା ଶବ୍ଦ ବିଶ୍ୱାସ ନିଶ୍ଚୟ। ହେଲେ ଆଜି ବ୍ରାହ୍ମଣ କଣ କହୁଛନ୍ତି, ପ୍ରଭୁ ମୁଁ ଯେତେବେଳେ ଗୀତା ପଢେ ଭଗବାନଙ୍କର ସୁନ୍ଦର ରୂପ ମୁଁ ଦେଖିବାକୁ ପାଏ, ଦର୍ଶନ ମିଳେ। ସେଥିପାଇଁ ଗୀତା ପଢିବା, ସେଥିପାଇଁ ଗୀତାରୁ ମନ ମୋର ଚିତ୍ତ ହୁଏ ନାହିଁ, ସଦାର ଆବିଷ୍ଟ ହେଇକି ରହେ ଗୀତାରେ, କାହିଁକିନା ପ୍ରଭୁଙ୍କୁ ଦର୍ଶନ ମିଳେ। ମୋ ପ୍ରଭୁ ପାର୍ଥସାରଥୀଙ୍କ ଦର୍ଶନ ମିଳେ। ଯେତେବେଳେ ଚେନ୍ନାଇ ଯିବେ, ଚେନ୍ନାଇର 2-3 କିଲୋମିଟର ଷ୍ଟେସନରୁ, ଚେନ୍ନାଇ ଷ୍ଟେସନରୁ 2-3 କିଲୋମିଟର ଦୂରରେ ପାର୍ଥସାରଥୀ ମନ୍ଦିର ଅଛନ୍ତି। 108ଟା ଦିବ୍ୟ ଦେଶ ମଧ୍ୟରୁ ସେ ଗୋଟେ ଦିବ୍ୟ ଦେଶ।
ଯେତେବେଳେ ପାର୍ଥସାରଥୀ ମନ୍ଦିର ତିଆରି ହେଉଥିଲା, ମୂର୍ତ୍ତିକାର ମୂର୍ତ୍ତି ବନାଉଥିଲେ, ସଦାବେଳେ ପାର୍ଥସାରଥୀ ମାନେ ରଥରେ ବିରାଜମାନ କରିଥିବା ଅବସ୍ଥାରେ ଭଗବାନଙ୍କର ରୂପ ବାଳ ସବୁ ବିକ୍ରି ହେଇଛି, ଝାଳ ବାହି ହେଇଛି, ପୁରା ସେଇ ରୂପଟା ହୁଏ। କିନ୍ତୁ ପୂଜାରୀ ବା ତାଙ୍କର ଟ୍ରଷ୍ଟି ମାନେ ନାଇଁ 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 ଏଇଟା ଭଲ ନୁହେଁ, ଆଉ ଥର କର। 2 ଥର 3 ଥର ପରିବର୍ତ୍ତନ କଲା ପରେ ରାତିରେ ସ୍ୱୟଂ ଭଗବାନ କୃଷ୍ଣ କହୁଛନ୍ତି, ଏ ବାରମ୍ବାର କାହିଁ ପରିବର୍ତ୍ତନ କରୁଛ ମୋର ମୂର୍ତ୍ତିକୁ, ମୋର ସେଇଟା ଅସଲି ରୂପ, ମୋର ସେଇଟା ଅସଲି ପାର୍ଥସାରଥୀ, ତମେ କାହିଁକି ବାରମ୍ବାର ଚେଞ୍ଜ କରୁଛ? ମୁଁ ଯୋଉ ଭଳିଆ ମୁଁ ରଥରେ ବସିଥିଲି ସେଇଭଳିଆ ମୁଁ ତମକୁ ପ୍ରେରଣା ଦଉଛି, ତମେ ବନଉଛ, ପୁଣି 3 ଥର କାହିଁ ଚେଞ୍ଜ କରିସାରିଲାଣି? ନାଇଁ, ସେଇ ରୂପ। ସେଇ ଆଜି ଭଗବାନ କୃଷ୍ଣଙ୍କର ଉପଦେଶରେ ସେଇ ପାର୍ଥସାରଥୀ ମନ୍ଦିର ଅଛନ୍ତି। ବହୁତ ସୁନ୍ଦର ମନ୍ଦିର। ଯଦି ଚେନ୍ନାଇରେ ଓହ୍ଲେଇବେ, ଯଦି ସମୟ ଥିବ, 2-3 ଘଣ୍ଟା ହାତରେ ଥିବ, ଅଟୋ ରିକ୍ସାରେ ପଳେଇବେ। ସେଇ ଅଟୋ ରିକ୍ସା ଅଧଘଣ୍ଟାଟେ ଦର୍ଶନ କରିବେ, ବୁଲିବେ, ପୁଣି ସେଇ ଅଟୋ ରିକ୍ସାରେ ପଳେଇ ଆସିବେ। 108 ଦିବ୍ୟ ଦେଶରୁ ଗୋଟେ ଦିବ୍ୟ ଦେଶ। ଆମେ ଯେତେବେଳେ ଯାତ୍ରା ଯାଉ, ପୁରୀ ମାୟାପୁର ଯାତ୍ରା, ଭକ୍ତମାନଙ୍କୁ ସେଠି ଆଣି ଗାଡି କରି ନେଇକି ଯାଉ, ବୁଲେଇକି ଆଣୁ। କଥା ବି କହୁ। ଯାହା ହଉ, ତାପରେ କଣ ହେଇଛି ନା, ଚୈତନ୍ୟ ମହାପ୍ରଭୁ ହାତ ଯୋଡ଼ି କହୁଛନ୍ତି, ବାଃ, ପ୍ରଭୁ କହେ ଗୀତା ପାଠ ତୁମାର এই ଅଧିକାର, তুমি সে জানো ଏହି ଗୀତାର ଅର୍ଥ ସାର। ଚୈତନ୍ୟ ମହାପ୍ରଭୁ କହିଲେ, ତମେ ଠିକ ଗୀତା ପଢିବାର ଅଧିକାର ତମରି ଅଛି। ଏଭଳିଆ ଭାବ ଭକ୍ତି ଯାହା ପାଖରେ ଅଛି ସେହି ଗୀତା ପଢିପାରିବ, ସେହି ଗୀତାର ଅର୍ଥକୁ ବୁଝିପାରିବ। তুমি ସେ ଜାନ ଗୀତାର ଅର୍ଥ ସାର, ଗୀତାର ସାରକୁ ତମେ ଯା ବୁଝିଛ, ତମେ ଜାଣିଛ, ତମେ ଶ୍ରେଷ୍ଠ ବ୍ରାହ୍ମଣ ମଧ୍ୟରେ। ଶାସ୍ତ୍ରରେ ଉଲ୍ଲେଖ ଅଛି, ଭକ୍ତ୍ୟା ଭାଗବତଂ ଜ୍ଞାରୟ ଭକ୍ତ୍ୟା ଭାଗବତ ଗ୍ରାହ୍ୟଂ ନ ବୁଦ୍ଧ୍ୟା ନ ଚଟିକାୟା। ଜଣେ ପ୍ରକୃତ ଭକ୍ତ ନିକଟରୁ ଶ୍ରବଣ କଲେ ଭଗବତ ଗୀତା ଏବଂ ଶ୍ରୀମଦ୍ ଭାଗବତର ଅର୍ଥ ବୁଝିହେବ। କେବଳ ପାଣ୍ଡିତ୍ୟ ତୀକ୍ଷ୍ଣ ବୁଦ୍ଧି ଦ୍ୱାରା ଯାହା ବୁଝିହେବ ନାହିଁ, ତାହା ଜଣେ ଭକ୍ତଙ୍କ ମୁଖରୁ ବୁଝିହେବ। ହେଲେ ଗୀତା ଭାଗବତ ଶୁଣିବେ କାହା ପାଖରୁ? ଜଣେ ଭକ୍ତଙ୍କ ପାଖରୁ ଶୁଣିବେ। ଜଣେ ପଣ୍ଡିତ ବିଦ୍ୱାନ ପାଖରୁ ଶୁଣିଲେ ବୁଝିପାରିବ ନାହିଁ। ଭକ୍ତ୍ୟା ଭାଗବତଂ ଗ୍ରାହ୍ୟଂ ନ ବୁଦ୍ଧ୍ୟା ନ ଚଟିକାୟା। ଏ ଶାସ୍ତ୍ରରେ ଉଲ୍ଲେଖ ଅଛି, ଜଣେ ଭକ୍ତଙ୍କ ମୁଖରୁ ଶୁଣିବେ ଗୀତା ଭାଗବତ, ଅନ୍ୟଥା ଜଣେ ପଣ୍ଡିତ ବିଦ୍ୱାନ ପାଖରୁ କହିଲେ ଶୁଣିଲେ କିଛି ବୁଝିପାରିବେ ନାହିଁ। ଭକ୍ତଙ୍କ ମୁଖରୁ ଶୁଣିଲେ ବୁଝିପାରିବେ। ଗୀତାଧୀତା ଚ ଯେନାପି ଭକ୍ତି ଭାବେନ ଚେତସା ବେଦ ଶାସ୍ତ୍ର ପୁରାଣାନି ତେନାଧୀତାନି ସର୍ବଶଃ। ଭଗବତ ଗୀତାର ଶ୍ରଦ୍ଧା ଓ ଭକ୍ତିର ସହିତ ପାଠ କରୁଥିବା ବ୍ୟକ୍ତିର ବୈଦିକ ଜ୍ଞାନର ସାର ହାସଲ ହୁଏ। ଗୀତା ଭାଗବତକୁ ଶ୍ରଦ୍ଧାର ସହିତ ଭକ୍ତିର ସହିତ ପାଠ କରନ୍ତି, ସେ ଗୀତାର ସାରଟାକୁ, ମର୍ମଟାକୁ ବୁଝିପାରନ୍ତି। ସାରଟା ବୁଝିନେବେ, ଅର୍ଥଟା ବୁଝିନେବେ, ମର୍ମଟା ବୁଝିପାରିବେ ଭକ୍ତିର ସହିତ ପଢିଲେ, ଭାବର ସହିତ ପଢିଲେ। ତାପରେ ଚୈତନ୍ୟ ମହାପ୍ରଭୁ ଗୋଟେ କଥା କହିଛନ୍ତି, ଯସ୍ୟ ଦେବେ ପରା ଭକ୍ତିର୍ ଯଥା ଦେବେ ତଥା ଗୁରୁ ତସ୍ୟୈତେ କଥିତା ହି ଅର୍ଥେ ପ୍ରକାଶନ୍ତେ ମହାତ୍ମନଃ। ସମସ୍ତ ବୈଦିକ ଶାସ୍ତ୍ରକୁ ପାଣ୍ଡିତ୍ୟ ବଳରେ ବୁଝିବାକୁ ଚେଷ୍ଟା ନ କରି ଶ୍ରଦ୍ଧା ଓ ଭକ୍ତି ବଳରେ ବୁଝିବାକୁ ହେବ।
ମୁଁ ପଣ୍ଡିତ, ମୁଁ ବିଦ୍ୱାନ, ମୁଁ ପଢିକି ବୁଝିଯିବି, ନାଇଁ। ଭକ୍ତି ଶ୍ରଦ୍ଧାର ସହିତ ବୁଝିବାକୁ ଚେଷ୍ଟା କରିବେ। ତେଣୁ ଆମେ ଭଗବତ ଗୀତା ମୌଳିକ ରୂପରେ ପ୍ରକାଶ କରିଛୁ। ପ୍ରଭୁପାଦ କହିଛନ୍ତି ତଥାକଥିତ ଅନେକ ପଣ୍ଡିତ ଓ ଦାର୍ଶନିକ ଭଗବତ ଗୀତାକୁ ଜ୍ଞାନ ମାର୍ଗରେ ପାଠ କରନ୍ତି। ଏହାଦ୍ୱାରା ସେମାନେ କେବଳ ତାଙ୍କର ସମୟ ନଷ୍ଟ କରନ୍ତି ଏବଂ ସେମାନଙ୍କର ଭାଷ୍ୟକୁ ପାଠ କରୁଥିବା ଲୋକ ବିଭ୍ରାନ୍ତ କରନ୍ତି। ଆଉ କୋଉମାନେ ବୁଝିପାରିବେ? ଯେଉଁମାନଙ୍କର ଗୁରୁ ଓ କୃଷ୍ଣଙ୍କ ପ୍ରତି ଅଟଳ ଶ୍ରଦ୍ଧା, ଅଟଳ ଭକ୍ତି ଅଛି, ସେଇମାନେ ଶ୍ରଦ୍ଧାର ସହିତ ପଢିଲେ ଶ୍ରଦ୍ଧାଟା ଉତ୍ପନ୍ନ ହବ। ଗୁରୁ କୃଷ୍ଣଙ୍କ ପ୍ରତି ଯାହାଙ୍କର ଶ୍ରଦ୍ଧା ଭକ୍ତି ଅଛି, ସେମାନଙ୍କୁ ଶ୍ରଦ୍ଧାଟା ଅଟୋମେଟିକ ଆସିବ। ସେହି ପଢି ତାର ଅର୍ଥ ତତ୍ତ୍ୱ ବୁଝିପାରିବେ। ଏତ ବୋଲି ସେହି ବିପ୍ର କଇଲ ଆଲିଙ୍ଗନ, ପ୍ରଭୁ ପଦ ଧରି ବିପ୍ର करे नारुदान। यदि कही सारिया पर चैतन्य महाप्रभु से ब्राह्मण को आलिंगन करछन्ति। जेमिति रामदास को करथिले। काली आम पढ़िथिलु कौन वासुदेव वासुदेव ब्राह्मण आज भी सेमती आलिंगन करछन्ति। कहा को से वैष्णव ब्राह्मण को श्रीरंग एत बोली से ही प्रे कैल आलिंगन, प्रभु पद धरी विप्र करे नरोदन। चैतन्य महाप्रभु आलिंगन करछन्ति से ब्राह्मण को, वैष्णव को। से ब्राह्मण वैष्णव वाह मो रंगनाथ कही आज चैतन्य महाप्रभु चरण पड़ी कांदुच। मो रंगनाथ आज मत दर्शन देले, मो जीवन सार्थक हो गला, मो जीवन धन्य हो गला प्रभु कही चैतन्य महाप्रभु चरण पड़ी पिला भाया कांदिया लगे। तुमा देखी ताहा हैते द्विगुण सुख হয়, ସେହି कृष्ण तुमी है ना मरे मने হয়। ब्राह्मण जनक कहले आपण को दर्शन कर सारिबा परे मोर आनंद द्विगुणित वृद्धि पाउछि। मोर मने होछि आपण ही भगवान कृष्ण अटंती, आपण ही रंगनाथ अटंती, आपण ही जगन्नाथ अटंती। कृष्ण स्फूर्ति तार मन होया छे निर्मल, अतएव प्रभुर तत्व जानिया सकल। भगवान कृष्णकर स्फूर्ति स्फुरण जोगो ब्राह्मणकर मन शुद्ध हो जाइथिला। तेणु चैतन्य महाप्रभुଙ୍କର समस्त तत्व से बुझी पारिथिला। चैतन्य महाप्रभु किए से बुझी पारिथिले। महाप्रभु कृपा दया करुणा हवा जोगु से जानिथिले एही रंगनाथ। मो रंगनाथ आज मो पाखरे छिड़ा आइछन्ति। सही जगन्नाथ, सही रंगनाथ, सही महाप्रभु, सही कृष्ण, सही गौर, सही जगन्नाथ जानी पारले महाप्रभु कृपा दया करुणा। तबे महाप्रभु तारे कराइल शिक्षण, यही बात कहाँ ना करिह प्रकाशन। करे तू जानी पकेलु, तू चिन्ह पकेलु आज मु किए। तुमर भक्त होइथिबारो, तमनर श्रद्धा थिबारो, प्रीति थिबारो, भाव थिबारो मते जानी पारलु। से रंगनाथ, हे जगन्नाथ, हे कृष्ण, किंतु कहा को कहबो नहीं। जे तो परिहास करछन्ति, निंदा करछन्ति, सब मूर्ख। हजार हजार जन्म नेले भी से गीता भागवत बुझी पारे ना, मोर भक्ति करि पारे ना। एमाने वैष्णव निंदुक, ब्राह्मण निंदुक, एमाने जन्म जन्मांतर कृष्ण भक्ति पाई पारे ना। किंतु ये कथाटा मुही रंगनाथ, मुही जगन्नाथ, मुही कृष्ण, ये कथाटा क्या कहबो।
ସେହି ବିପ୍ର ମହାପ୍ରଭୁର ବଡ଼ ଭକ୍ତ ହଇଲ, 4 ମାସ ପ୍ରଭୁଙ୍କ ସଙ୍ଗେ କହୁ ନ ଛାଡ଼ିଲ। ସେ ବିପ୍ର, ସେ ବ୍ରାହ୍ମଣ ମହାପ୍ରଭୁଙ୍କର ଅନୁଯାୟୀ, ମହାପ୍ରଭୁଙ୍କର ଶିଷ୍ୟ, ମହାପ୍ରଭୁଙ୍କର ଭକ୍ତ ହେଇଗଲେ। 4 ମାସ ପର୍ଯ୍ୟନ୍ତ ସେ ପ୍ରଭୁଙ୍କୁ ଛାଡ଼ନ୍ତି ନାହିଁ, ତାଙ୍କର ସେବା କରନ୍ତି, ତାଙ୍କର ଭୋଜନ करे। ସେ ତ ଭେଙ୍କଟ ଭଟ୍ଟ ଘରେ ରହୁଥିଲେ, କିନ୍ତୁ ଇଏ ବି ତାଙ୍କର ସାଙ୍ଗେ ସାଙ୍ଗେ ରୁହନ୍ତି, ସେବା କରନ୍ତି। ପ୍ରସାଦ ବ୍ୟବସ୍ଥା, ଏଠିକି ଯିବା ସେଠିକି ଯିବା, ଗୁରୁଙ୍କର ଯେମିତି ସେବା କରିବା କଥା ନିଷ୍ଠାର ସହିତ, କିନ୍ତୁ ମହାପ୍ରଭୁଙ୍କର ସେବା କରନ୍ତି। ଏଭଳି ଭାବରେ ଚୈତନ୍ୟ ମହାପ୍ରଭୁ ଏ ବ୍ରାହ୍ମଣ ବୈଷ୍ଣବ ପ୍ରତି କୃପା କରି ଦୟା କରି ଥିଲେ এই ଶ୍ରୀରଙ୍ଗମ କ୍ଷେତ୍ରରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଶ୍ରଦ୍ଧା କରି ଏହି ଲୀଳା ତୁନ ଭକ୍ତଗଣ। ଠିକ ଅଛି, ଏଠି ଆମେ ସମାପ୍ତ କରିବା। ପୁଣି